ଡକାୟତି ଯୋଜନା ପଣ୍ଡ କଲା ପୋଲିସ। ମାରଣାସ୍ତ୍ର ସହ 5 ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ। ଖଣ୍ଡା, ଭୁଜାଲି, ଲୁହା ରଡ୍ ଜବତ। ରାଉରକେଲା ସହରରେ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିଛି ପ୍ଲାଣ୍ଟ ସାଇଟ୍ ପୋଲିସ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ 14 ଓ 15 ଜୁଲାଇ ମଧ୍ୟରାତ୍ରିରେ ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ ଚଢ଼ାଉ କରି ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବିଶ୍ରା ଛକ ନିକଟସ୍ଥ ଟ୍ରାଫିକ୍ ମାର୍କେଟ ପାର୍କିଂ ସ୍ଥାନରେ ଏକତ୍ରିତ ହୋଇ ମାରଣାସ୍ତ୍ର ଧରି ଜନସାଧାରଣ, ନିକଟସ୍ଥ ଘର, ଦୋକାନ ଓ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ପୋଲିସର ତତ୍ପରତା ଯୋଗୁଁ ଏକ ବଡ଼ ଅପରାଧ ଘଟିବା ଆଗରୁ ରୋକାଯାଇପାରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଣ୍ଟି ମନସୁର, ଇରଫାନ ଖାନ, ବିଶାଲ କୁମାର ତାନ୍ତି, ଶମ୍ଭୁ ରାମ ଏବଂ ଏମ୍ଡି ସାହିଦ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ନିକଟରୁ 2ଟି ଲୁହା ଖଣ୍ଡା, ଗୋଟିଏ ଭୁଜାଲି ଏବଂ 2ଟି ଲୁହା ରଡ୍ ଜବତ କରାଯାଇଛି। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶମ୍ଭୁ ରାମ ଓ ବଣ୍ଟି ମନସୁରୀଙ୍କ ନାମରେ ପୂର୍ବରୁ ଏକାଧିକ ଲୁଟ୍, ଚୋରି, ଡକାୟତି ଏବଂ ଅନ୍ୟାନ୍ୟ ସଙ୍ଗୀନ ମାମଲା ରହିଛି। ବିଶାଲ କୁମାର ତନ୍ତିଙ୍କ ନାମରେ ମଧ୍ୟ ପୂର୍ବ ମାମଲା ରହିଥିବା ବେଳେ ଇରଫାନ ଖାନ ଓ ଏମ୍ଡି ସାହିଦଙ୍କ ଅପରାଧିକ ପୃଷ୍ଠଭୂମି ଯାଞ୍ଚ ଚାଲିଛି। ଏହି ଘଟଣାରେ ପ୍ଲାଣ୍ଟ ସାଇଟ୍ ଥାନାରେ କେସ୍ ରୁଜୁ କରାଯାଇ ବିଭିନ୍ନ ବିଏନ୍ଏସ୍ ଧାରା ଏବଂ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ରାଉରକେଲାରୁ ଲବକିଶ ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।